ଜାଣିକନ୍ତୁ ଶରୀରଟାକୁ କ୍ରିୟା କରୁଛି କିଏ? ପବନ ନା ଆଉ କିଏ କରୁଛି? ନା କେବଳ ତ ପବନ ଆଉ ପବନ କ୍ରିୟା କରୁଛି। ପବନ ଯଦି ଶରୀର ପଳାଏ ଆପଣ କେତେ ଦିନ ଶରୀର ରକ୍ଷା କରିପାରିବେ? କିଛି ନାହିଁ, ସାଙ୍ଗେ ସାଙ୍ଗେ ପଚିବ। ତାହେଲେ ଏଟା ତ ଗରମ ପବନ ନୁହେଁ କି ଥଣ୍ଡା ପବନ ନୁହେଁ, ନା ଇଏ ହଉଛି ପ୍ରାଣ ପବନ। ତାହେଲେ କେମିତି ଇଏ ଶରୀରକୁ ରକ୍ଷା କରିଛି? ଯେତେବେଳେ 1600 ସେ 6 କଥା ଛାଡ଼ନ୍ତୁ, ସେ 6 କଥା ମୁଁ କହିବିନି। 1600 ଶରୀର ନିର୍ଗତ ହଉଛି 12 ଘଣ୍ଟାର। ମିନିଟ କେତେ ପଡିଲା, ସେକେଣ୍ଡ କେତେ ପଡିଲା, ଘଣ୍ଟା କେତେ ପଡିଲା, 12 ଘଣ୍ଟା କେତେ ପଡିଲା? ଯଦି 1600 ନିର୍ଗତ ହେଲା ଶରୀର ପବନ, ତାହେଲେ ଇଏ ହଉଛି କଣ ଜୀବ ବସୁଛି 1600? ପରମର ତ ଭାଗ ଅଛି ନା ନାହିଁ? କଣ ପରମର ଭାଗ ଅଛି ନା? ତା ଭାଗ କେତେ ପଡିଲା କୁହନ୍ତୁ ବାବା? ମୁଁ ଆପଣଙ୍କ ପାଦ ପଦରେ କୋଟି କୋଟି ପ୍ରଣାମ କରୁଛି। ଶୁଣନ୍ତୁ, ଜୀବ ଯେତେବେଳେ ଜପୁଛି 21,600 ଥର, ବୁଝିପାରିଲେ କି? ଜୀବ ବିହାର ହୃଦ ତଟେ ପରମ ବିହାର ତ୍ରିକୁଟେ, ବୁଝିଲ? ପରମ ଯେତେବେଳେ ତ୍ରିକୁଟରେ ରହୁଛି, ଜୀବ ରହୁଛି ହୃଦୟରେ। ସେ ତ୍ରିକୁଟରେ ଯୋଉ ପରମ ତ୍ରିକୁଟରେ ରହୁଛି, ତାର ଯୋଉ ଦୁଇ ଦଳ, ବୁଝିଲ? ସେ ଦୁଇ ଦଳରେ ପରମ ଭଜନ କରୁଛି। ସେ ଦୁଇ ଦଳଟା ହଉଛି ଆମର 21,600 କୁ 50 ଦଳରେ ହରିଦେଲେ ଦଳକ ଯେତିକି ପଇଲା, ସେଇ ଦୁଇ ଦଳ ସେଆକୁ 2 ଗୁଣ କରିଦେଲେ ଯେତିକି ଲଲାଟ ଚକ୍ରରେ ରହୁଛି, ସେଇଟା 1728 668 ହିସାବ କରିଦେଲେ ପଡିଯିବ 6 ଚକ୍ର ହିସାବ କରିଦେଲେ ସାଙ୍ଗେ ସାଙ୍ଗେ। ତେଣୁ ଦୁଇ ଦଳରେ ଯେତିକି ରହୁଛି ସେଇଟା ହଉଛି ପରମର ଭଜନ, ବୁଝିଲେ ନା? ଦୁଇ ଦଳ ଯେତିକି ହେଲା, ଦୁଇ ଦଳ ଭିତରେ କରୁଛି କେତେ? ଦୁଇ ଦଳରେ 8,064। ହଁ, 8,064 ହଁ, ସେଇଟା 864 ସେଇଟା ହେଇଥିବ ଆଉ 864 8,800 ଧନ ଯାହାକୁ ଜଣା ସେ କାହିଁ ହଇବ ଏ ମର୍ତ୍ତ୍ୟରେ ବଣା। ବଣା କାହିଁକି ହବ? ବାସ୍ ବାସ୍, ସେ 8,800 ହଉଛି ପରମର ଭଜନ। ନାଇଁ ବାବା, ସମୟ ହେଇଗଲାଣି, ଆମକୁ ବହୁତ କଷ୍ଟ ହବ ନା ବାବା? ଆମେ ବର୍ତ୍ତମାନ ଦାବାନଳ ଯିବା। କାହିଁକି ଦାବାନଳକୁ ଯିବା? ଦାବାନଳ, ଅଶୀପତ୍ର, କୁମିପାକ, ଅନ୍ଧକୂପ, ଯୋଉ 84 ନର୍କ ଆମର ଏଇ ମର୍ତ୍ତ୍ୟପୁର 84 ନର୍କ ଅଛି। ସେ 84 ନର୍କର ସବୁ ଭିନ୍ନ ଭିନ୍ନ ବିଭାଗ ଅଛି। ସେଇ ବିଭାଗରେ ଏଇ ପ୍ରତ୍ୟେକ ନର୍କ ଯିବାକୁ ପଡୁଛି। କୁହନ୍ତୁ ବାବା, ନା ଠିକ ନା କୁହନ୍ତୁ? ଏଇଟା ଠିକ। ପ୍ରତ୍ୟେକ ଦିନ ଆମେ ଗୋଟେ ଗୋଟେ ନର୍କକୁ ଯାଉଛନ୍ତି। ହଉ, ମୁଁ ଟିକେ ବର୍ତ୍ତମାନ ବ୍ୟସ୍ତ ରହିଛି। ବାବା, କୋଟି କୋଟି ପ୍ରଣାମ ଆପଣଙ୍କ ପଦ୍ମପାଦ ତଳେ। ଆପଣଙ୍କ ପଦ୍ମପାଦ ତଳେ କୋଟି କୋଟି ପ୍ରଣାମ। ଆଉ ଦିନେ ଏଇ ଯାଉ, ଏତିକି ଖୁସି ଲାଗିଲା। ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ, ମୁଁ ଖୁସି ଲାଗିଲା। ଆପଣ ଯୋଉ ଛାଡୁଛନ୍ତି, ଆପଣ ଯୋଉ ଭିଡିଓଟା ଛାଡୁଛନ୍ତି, ଏଇ ଲାଇନ ଗୁଡା କଣ କି? ଏଇ ଲାଇନ ଆପଣ ଯୋଉ କହିଲେ ଏଇଟା ହଉଛି ବିଜ୍ଞାନଗତ ଜିନିଷ ଗୁଡାକ। ଏଇ ଲାଇନ ଲୋକ ମୁଁ ଦେଖୁଛି ଆପଣଙ୍କର, ଏଇ ଲାଇନ ବହୁ ଲୋକ ଜାଣିନାହାନ୍ତି। ନା, ବହୁ ଲୋକ ଜାଣିନାହାନ୍ତି। ତେଣୁକରି ଏଥି ଉପରେ ବହୁ ଲୋକ ମାତିବେନି। କାହିଁକି? ମୁଁ ଦେଖିବାରେ ଏଇ ଜିନିଷ ଉପରେ ଯଦି କହିବେ ଜିନିଷଟାକ, କହିବେ କଣ ଖାଲି ଅନ୍ତନାଡି, ବାୟୁ, ପବନ, ଏରା କଣ କହୁଛି ଲୋକ, ହେଲା? ସିଏ କୋଉଥିରେ ଯାଇ ପଳେଇଛନ୍ତି ନା, ଯୋଉ ଆମର ଇସ୍କନ ବାଲା ଯାହା କରୁଛନ୍ତି, ଏଇ ଲାଇନ ଉପରେ ମାତିଗଲେ ଲୋକ ବହୁତ। ଆଜ୍ଞା। ତାପରେ ଆଉ ଆମର ଜୟଗୁରୁଙ୍କ ଉପରେ କେତେ ମାତି ଯାଇଛନ୍ତି, ଆଉ ଓମ୍ ଶାନ୍ତି ଉପରେ କେତେ ମାତି ଗଲେ। ଆମ ଏରିଆ କଥା ମୁଁ କହୁଛି। ଏଇ ଯୋଉ ଲାଇନଟା, ଏଇ ଲାଇନରେ ଯୋଉ ଖଣ୍ଡେ ଦି ଖଣ୍ଡ ଅଛନ୍ତି ଲୋକ, ମାନେ 100 ଲୋକରୁ ଜଣେ ଦି ଜଣ ଥିବେ, ସେଥିରେ ତ 100 ଜଣ ଯୋଉ ଜଣେ ଦି ଜଣ ସେମାନଙ୍କ ଗର୍ବ ରହୁଛି ଫେରେ। ଆପଣ ଲାଇନ ଯୋଉଟା କହୁଛନ୍ତି, ସେ ଲାଇନରେ କିଛି ଅସୁବିଧା ରହୁଛି, ସେମାନେ ଗର୍ବ ଯୋଗୁ ସେମାନେ ଠିକ କହୁଛନ୍ତି, ହରେକ କର୍ମଟା ଉଲ୍ଟା କରିଦଉଛନ୍ତି। ଘରେ କଣ କରୁଛନ୍ତି ନା, ସବୁ ଠିକ କହୁଛନ୍ତି, ସବୁ କରୁଛନ୍ତି ଠିକ, ଆଡେ ବାପାଙ୍କୁ ବାଡଉଛନ୍ତି।
ବାସ୍ ବାସ୍ ସେଇ କଥା ଶୁଣ ସେ ପଦେ ରକ ମୁଁ କହୁଛି ଆମର ଭାଗବତରେ ଲେଖା ହେଇଛି ଦ୍ୱାଦଶ ସ୍କନ୍ଧରେ ଅଧର୍ମୀ ଉଚ୍ଚ ସ୍ଥାନେ ବସି ଧର୍ମ ବୋଲିବେ ଉପଦେଶୀ ଏଇଟା ହଉଛି ଭାଗବତରେ ଭବିଷ୍ୟବାଣୀ ଅଛି ଯେ ଅଧର୍ମୀ ଏପଟରେ ବାପା ମାଆଙ୍କୁ ବାଡ଼ଉଥିବେ କିନ୍ତୁ ଉଚ୍ଚ ସ୍ଥାନରେ ବସିକିରି ଧର୍ମ କଥା ଆଣି କହିଯାଉଥିବେ ପିତାମାତା ସାକ୍ଷାତ ଈଶ୍ୱର ତାଙ୍କର ସେବା ହିଁ ଈଶ୍ୱର ସେବା କିନ୍ତୁ ଦେଖିଲାକୁ ଘରକୁ ଆସିଲାକୁ ପିତାମାତାଙ୍କୁ ଭିନ୍ନ କରୁଛନ୍ତି ବାଡ଼ଉଛନ୍ତି ଖାଇବାକୁ ଦେଉନାହାନ୍ତି ଇତ୍ୟାଦି ଇତ୍ୟାଦି ୟା ନା ହଉଛି ଡୁପ୍ଲିକେଟ୍ ଚିନ୍ତା ବୁଝିଲ କି ତାଙ୍କ କଥା ଗୁଡ଼ା ସବୁ ଡୁପ୍ଲିକେଟ୍ କଥା କିନ୍ତୁ ଅରିଜିନାଲ କଥା ନାହିଁ ତାଙ୍କର ପ୍ରାକ୍ଟିକାଲ ଅନୁଭୂତି ଅରିଜିନାଲ କଥା ସେମାନଙ୍କ ପାଖରେ ନାହିଁ ତେଣୁ ସେ ସେମିତି କହୁଛନ୍ତି ଆଉ କ'ଣ ତେଣୁକରି ସେଥିପାଇଁ ପରା ମୁଁ ଯୋଉ ଏଇ ବାଲୁଗାଁ ଆମେ ଯୋଉ ଦୀକ୍ଷା ଗୁଡ଼ିକ ଅଛି ଓମ୍ ଶାନ୍ତି ହଉ କି ଜୟଗୁରୁ ହଉ ନହେଲେ ଯୋଉ ଆମର ଏଇ ଯୋଉ ଇଏ ଜିନିଷ ଯୋଉ କହୁଥିଲେ କଣଟି ହରେକୃଷ୍ଣ ବାଲା ଇସ୍କନ ଏମାନେ ତ ବହୁତ ବ୍ୟାପୀ ହେଲାଣି ବ୍ୟାପିଛନ୍ତି ମୁଁ ଦେଖୁଛି ଠିକ ଅଛି ମାନେ ଯୋଉ ବାହାରେ ଯାଇକି ସେବା ଭଲ କରୁଛନ୍ତି ଓମ୍ ଶାନ୍ତିରେ ସେ ଆଶ୍ରମରେ ମାନେ ସେବା ବଢିଆ କରୁଛନ୍ତି ଆଜ୍ଞା ଆମେ ଯୋଉ ଆଶ୍ରମ ସେବା କରିବୁ କଂସରେ ମାରି ଦଉଛନ୍ତି ସବୁ କରୁଛନ୍ତି କିନ୍ତୁ ମୁଁ ପରବର୍ତ୍ତୀ ଶୁଣିଲା ସମୟରେ ତାଙ୍କ ବାପାଙ୍କୁ ବାଡ଼ଉଛନ୍ତି ତାଙ୍କ ବାପାଙ୍କୁ ଘରକୁ କାଢି ଦେଇଛନ୍ତି ସେ ଲୋକମାନେ କିନ୍ତୁ ସେଠି ଦେଖ ସେଠି ସେଇ ଲୋକ ଆଶ୍ରମ ଯାଇକି ମାନେ ସେବା ଏମିତି କରୁଛନ୍ତି ତମେ ଭାବିବ ଯେ ଆମକୁ ଦେଇଦଉ ଯେତିକି କଂସା ଦିଆ ଆମେ ମାଜିଦବୁ ଆମେ ଇଏ କରିଦଉ ସିଏ କରିଦଉ ହେଲା ଗୋଟିଏ କଥା ହଉଛି ଦି ପ୍ରକାରର କଥା ଅଛି ଗୋଟେ ଆଚରଣ ଗୋଟେ ଉଚ୍ଚାରଣ ବୁଝିଲେ ନା ଆଚରଣ ଶୁଦ୍ଧ ସେମାନଙ୍କର ନାହିଁ ଉଚ୍ଚାରଣ ଶୁଦ୍ଧ ଆଉ ଦି ପ୍ରକାରର ସେବା ଅଛି ଗୋଟେ ହଉଛି ଆନ୍ତରିକ ସେବା ଗୋଟେ ହଉଛି ମାନସିକ ସେବା ବୁଝିଲେ କି ମାନସିକ ସେବା ହଉଛି ଡୁପ୍ଲିକେଟ ମାୟା ମିଥ୍ୟା ମନର ସେବା କିନ୍ତୁ ଆନ୍ତରିକ ସେବା ଅନ୍ତରରେ ଯିଏ ହାର୍ଟ ଯିଏ ସେବା କରେ ଅନ୍ତର ଭିତରେ ସେଇଟା ହଉଛି ବାସ୍ତବ କାହିଁକି ନା ସବୁବେଳେ ପାଇଁ ଆମକୁ ହୃଦୟଟା ବାସ୍ତବ କଥା ଦର୍ଶାଏ ବିବେକଟା ବାସ୍ତବ କଥା ଦର୍ଶାଏ ଆଉ ମନଟା ସବୁବେଳେ ଅବାସ୍ତବ କଥା ଦର୍ଶାଏ ବୁଝିଲ ତେଣୁ ମନମୁଖୀ ଯୋଉମାନେ କରନ୍ତି ସେଇଟା ଅବାସ୍ତବ ଆଉ ଯଦି ହୃଦୟ ସମ୍ପର୍କୀୟ କଥାରେ ବୁଝନ୍ତି ନିଜ ହୃଦୟରେ ଚେତନାରେ ବିଚାର କରିକି ସେଇଟା ହଉଛି ବାସ୍ତବ ତେଣୁ ବାସ୍ତବବାଦୀ ବହୁତ କମ ଅଛନ୍ତି ଆଉ ଅବାସ୍ତବବାଦୀ ପ୍ରାୟ ସବୁ ତେଣୁ ଏଇଟା ଚାଲୁଛି ଏଇଭଳିଆ ଆଉ ଏବେ ଆପଣ ସବୁବେଳେ କହୁଛନ୍ତି ମନ ପବନ ଗୋଟେ ଜିନିଷ ଇଏ ଠିକ ହେଇଯିବ ଏଇ ଜିନିଷ ଦେଇ କାହାକୁ କହିବେ ଇଏ କହିବେ କଣ ମନ ପବନ ଆସିଲା କୋଉଠି ଆସିବୁ ସେ କଣ ଏମିତି କହୁଛନ୍ତି କଣ ମନ ପବନ ଏସବୁ କାହିଁକି ଏଠି ସବୁ ମୂର୍ତ୍ତି ପୂଜା ଉପରେ ବେଶୀ ଧ୍ୟାନ ଦେଇଦେଲେ ଏଠି ସଂସାରରେ ମୂର୍ତ୍ତି ପୂଜା ଯୋଉ ଟିଭି ଗୁଡା ଦେଖୁଛନ୍ତି ସେ ସବୁ ଅଲଗା ଲାଇନରେ ପଳଉଛନ୍ତି ଲାଇନ ପଳେଇବାକୁ ଏଇ ଲାଇନକୁ ସେମାନେ କେହି ବି ମାନେ ଆଗ୍ରହ ନାହିଁ ଦେଖି ମୁଁ ଆପଣ ଦେଖୁଛି ଜିନିଷ ଗୁଡାକ ପୁରା ଓରିଜିନାଲ କଥା କହୁଛନ୍ତି ପୁରା ସେଥିରେ ମାନେ ଜୀବ ମୁକ୍ତି ପାଇବା ପାଇଁ ବହୁତ ଭଲ ଲାଇନ ଗୁଡା କହୁଛନ୍ତି ମେଡିଟେସନ ଟା ହଉଛି ଟୋଟାଲ ରୋଗର ଔଷଧ ମେଡିଟେସନ ବିନା କିଛି ନାହିଁ କାହିଁକିନା ସେ ହଉଛି ସାରଟା ପୁରା ମାନେ ଯେମିତି ଆମର ସପ୍ତ ଧାତୁରୁ ମୁଖ୍ୟ ଧାତୁ ହଉଛି ସେ ଗୋଟିକ ନା କଣ ଯେମିତି ଆମର ଇଏ ସହାସ ଚକ୍ର ଭଳିଆ କୁହାଗଲେ ଆପଣ ଜିନିଷଟା କିନ୍ତୁ ଏଇ ଲାଇନ ଲୋକ ମୁଁ ତାକୁ ବୁଝେଇବି ଲୋକ ବୁଝିପାରିବେନି ଜିନିଷ ଗୁଡାକ ମୁଁ କାହିଁକି ଏଇ ଲାଇନ ଖୋଜୁଛି ଯୋଉ ଆପଣ କହିଲା ଯାହା ପୂର୍ବ ଜନ୍ମ ଟିକେ ଥବ ସେ ଲାଇନ ଖସିବା ପାଇଁ ଚେଷ୍ଟା କରିବେ ତାଙ୍କୁ କାରଣ ଆମେ 24 ଘଣ୍ଟା ଏଇ ଲାଇନ ଖସିବା ପାଇଁ ଚେଷ୍ଟା କରୁଛୁ 24 ଲାଇନ ଖସିବା ଚେଷ୍ଟା କରୁଛୁ କିନ୍ତୁ ଆମେ ତ ବାଟ ପାଉନୁ ବାଟ ପାଉନୁ ବାଟ ପାଇଲା ଦେଖିଲା ବେଳକୁ ଆପଣଙ୍କ ଖୋଜିଲେ ଏତେ ଦିନ ପରେ କାରଣ ଯିଏ ଶାସ୍ତ୍ର କହୁଛି ଆପଣଙ୍କର ଯେକୌଣସି ବସ୍ତୁ ହଜିଯାଉ ଯଦି ଆପଣ ତାକୁ ପ୍ରକୃତରେ ଖୋଜୁଥିବେ ସିଏ ଲାଷ୍ଟକୁ ଆପଣଙ୍କୁ ଖୋଜିବ ଆପଣଙ୍କର ସୁନା ଚେନଟେ ହଜିଗଲା ଆପଣ ତାକୁ ପୁରା ପ୍ରାଣ ପ୍ରାଣଟା ଖୋଜୁଛନ୍ତି ଦେଖିବେ ସୁନା ଚେନ ବି ଆପଣଙ୍କୁ ପ୍ରାଣ ଖୋଜିବ ଲାଷ୍ଟକୁ ତେଣୁକରି ମୁଁ ଆପଣଙ୍କୁ ଖୋଜୁଥିଲି ଖୋଜି ଦେଖିଲା ଆପଣ ପୁରା ସ୍ପଷ୍ଟ ଭାବରେ ମୋବାଇଲ ନମ୍ବର ମୁଁ ଆଶ୍ଚର୍ଯ୍ୟ ହେଇଗଲି ଚକିତ ହେଇଗଲି ମୁଁ ଏମିତି ଲୋକ ଅଛନ୍ତି ମୋବାଇଲ ନମ୍ବର ଗ୍ୟାରେଣ୍ଟି ସହିତ ଦେଲେ ମାନେ ଯୋଉ ଲୋକ ଚାହାନ୍ତି ଇଏ ମାନେ ଯାହାର ଓରିଜିନାଲ ତ ସେ ଦେଖି ହବ କେବେ ଲୁଚିବନି ସତ କେବେ ଲୁଚି ରହେନି ନା ସେ କାହିଁ ଭୟ କରିବ ନା ଆମର ଭୟ କରିବାର କଣ ଅଛି ଆମେ ତ ଯାହା କହୁଛୁ ସତ କହୁଛୁ ଠିକ କହୁଛୁ ଆଉ ତେଣୁକୁ ଯୋଉମାନେ ମିଛ କହିବେ ସେମାନେ ମୋବାଇଲ ନମ୍ବର କାହିଁ ଦେବେନି
ସେ ଦେବେ ନାହିଁ, ଲୁଚେଇବେ, ତମେ ପ୍ରଶ୍ନ ପଚାରିଲେ ସେ ବିରକ୍ତ ହେବେ। ସେଇଠୁ ଧରା ପଡିଯିବ, ଆରମ୍ଭ ଚିଡଚିଡା ଧରା ପଡିଯିବ, ତାଙ୍କର କଥା ବୁଲେଇବେ। ଗୋଟେ ଗୋଟେ ଲୋକ ଜାଣିନଥିବେ, କହିବେ ସେ ଗୁରୁ ନ କଲେ ହବ ନା, ସେ ଏମିତି ହବ ନା, ଆଉ ତମେ ଯଦି ଟିକେ ଅଧିକା କରି କହିବ ସେ ବିଗିଡିବେ ତମ ଉପରକୁ। ସେ ତା ଅର୍ଥ ସେମାନେ ଜାଣିନାହାନ୍ତି, ନିଜେ ନିଜେ ଜ୍ଞାନୀ ବୋଲିକି ବୋଲଉଛନ୍ତି। ତେଣୁ ତାଙ୍କ ଜ୍ଞାନ କଥାଟା ଧରା ପଡିବ ଯିବା ଭୟରେ ସେମାନେ ବିଗିଡନ୍ତି, ଚିଡନ୍ତି, ଇତ୍ୟାଦି କରନ୍ତି। ସେଇଠୁ ଆରମ୍ଭ ହେଇଯାଏ ସେଇଠୁ ପରା। ଏଇଥିରେ ଏବେ ଆପଣ ଯେମିତି କହୁଛନ୍ତି ଶୁଣୁଛୁ ନା, କିଏ ଗୋଟେ ସକାଳେ କାଲି କହୁଥିଲେ ଗୋଟେ ଜୟଗୁରୁ, ଜୟଗୁରୁ ଆପଣ ଗୋଟେ ଭଲ ଭାବରେ ବୁଝେଇଲେ। ଜୟଗୁରୁ କାହା କୁହାଯାଏ? ଆପଣ ସନ୍ନ୍ୟାସୀ ଲୋକଙ୍କୁ ଜୟଗୁରୁ ଭୂମିଷ୍ଠ ପ୍ରଣାମ କରାଯାଏ। ଆପଣ ବୁଝେଇଲେ, ଆପଣ ତାଙ୍କୁ ବୁଝିଲେନି ତମେ ମତେ ମୁଣ୍ଡିଆ ମାରି ଇଏ କର ବୋଲି ସିଏ କୁହାହେଇନି। ଆପଣ ବୁଝେଇଲେ କି ତାକୁ? କିନ୍ତୁ ଆପଣ ଯୋଉ ୱାର୍ଡ ବୁଝେଇଲେ ତୁ ବୁଝି ଯାଇଥା, ଆପଣ ବୁଝେଇଲେ ତୁ ବୁଝି ଯାଇଥା ସଂସାର ଯୋଉ ନିନ୍ଦିତ ହବ ନିନ୍ଦିଆ। ଯେମିତି ଆମର ଅଷ୍ଟବକ ଋଷିଙ୍କୁ ତାଙ୍କ ବାପାଙ୍କୁ ସେ କହିଥିଲେ ପେଟ ଗର୍ଭ ଥାଇକି, ଯେମିତି ତୁ ଅଷ୍ଟବକ ଋଷିଙ୍କୁ କହିଥିଲେ ତ ବାବା ତମେ ଏମିତି ଗୀତଟା ଗାଉଛ ଯୋଉ, ତେଣୁକରି ଏଇଟା ତାଳ ଛିଣ୍ଡୁନି, ଆପଣ ଯଦି ଅନ୍ୟ ପାଖରେ ଗାଇବେ ଇଏ ହେଇଯିବ। ସିଏ କହିଲେ ତୁ ମୋ ପେଟରୁ ବାହାରିନୁ, ତୋ ମା ପେଟରୁ ତୁ ମତେ ଏମିତି କହୁଛୁ, ତେଣୁ ମୁଁ ତ ଅଭିଶାପ କରୁଛି ଅଷ୍ଟବକ୍ର ହେଇଯା। ତେଣୁ ମୁଁ ଆପଣଙ୍କୁ ଆଜ୍ଞା ଆପଣଙ୍କର କଥାରେ ମୁଁ ସେଇଟା ଅନୁଭବ କଲି। ଆପଣ ତାକୁ ସେଇଆ ବୁଝେଇଲେ ଯେ ତୁ ମତେ ମୁଣ୍ଡିଆ କଥା ମୁଁ କହୁନି ତତେ, ତୁ ମତେ ଜୟଗୁରୁ କହନି, ଏମିତି ସମସ୍ତେ କହିବୁନୁ, କହିବୁ ଯାହାପରେ ଜ୍ଞାନ ଥିବା ଲୋକ ବି ସେ ତତେ ଜ୍ଞାନ ଦବନି। କାରଣ ସାଧୁ ସନ୍ଥ ଲୋକଙ୍କୁ ତୁ ଯଦି କହିବୁ ଜୟଗୁରୁ ବୋଲି କେମିତି ହବ? ସେଇଟା ଭୂମିଷ୍ଠ ପ୍ରଣାମ କରାଯାଏ। କାହିଁକି? ସଦଗୁରୁ ଯେ ମାରିବ ଗୋଇଠା, ଅନ୍ଧାର ଘରେ ଜଳେ ଗୋଇଠା, ତାର 12 ବର୍ଷ ତପ କଲେ ତପ କଣ କହିଲେ ଗୋଟେ କହିଲେ ଗୋଟେ 12 ବର୍ଷ କଲେ ସେବା, ଗୁରୁ କହିଲେ କିଛି ଦେବା। କିଛି ଦବା, ସେଇ କିଛିଟା ସବୁ କିଛି ଥବ, କିନ୍ତୁ କିଛି ମାତ୍ରା ହେଲେ ସବୁ କିଛି ଥବ, କିନ୍ତୁ କିଛିଟା ସହଜରେ ମିଳିବନି। ସେ କିଛିଟା ସହଜରେ ମିଳିବନି, ଏଇଟା ଏକଦମ ସତ। ସେ କିଛିଟା ମିଳିବନି। ଆଜି କିଛିଟା ଯଦି ମିଳିଲା ସେ ସବୁ କିଛି ମିଳିଗଲା। କାହିଁକି? ସବୁ ଗୁରୁଙ୍କ ପାଖରେ ଇଏ ନଥାଏ, ଦିବ୍ୟ ଜ୍ଞାନ ନଥାଏ ନା, ବୁଝୁଛ? କାହିଁକିନା ସବୁ ଜିନିଷ, ସବୁ ନାଗ ପାଖରେ ମଣି ନଥାଏ ନା, ସବୁ ଜଙ୍ଗଲରେ ଚନ୍ଦନ କାଠ ଅଛି। ତେଣୁକୁ ଜାଣିବା ଦରକାର। ତେଣୁକରି ସମସ୍ତେ ଯଦି କହିଦବ ଜୟଗୁରୁ ଜୟଗୁରୁ, ତ ପ୍ରଥମେ ଇଏ କରିଦବ, ଦୁଆର ମୁହଁକୁ ମୂଳ ଦ୍ୱାର ଯାଉ ଗଣେଶକୁ ନାତ ବାନ୍ଧିଲନି ପ୍ରଥମେ। ମୂଳ ଧାର ଚକ୍ର ଅଛି ଗଣେଶ, ତାଙ୍କୁ ତ ନାତ ମାରିଲନି, ମୁଁ ଆଉ କୋଉଠି ଯିବ ତାକୁ ଆଶାସୀ ଛାଡ଼ିବ ତମକୁ, ସେ ଉପରୁ ଉଠିବ। ତାକୁ ଇଆଡେ କହୁଛ ଅଗ୍ର ପୂଜନୀୟ, ତାକୁ ଗୋଇଠା ବାଜିଲାଣି ଯାଇକି ଯାଉ କଣ କରିବି? ମତେ ଟିକେ ଦିଅନ୍ତୁ କଣ କରିକି ମୋର ଇଏ ଆତ୍ମ ଦର୍ଶନ ଟିକେ କରନ୍ତୁ। ଆସିଲେ ତ ମୁଁ ତ ଆପଣ ତ ମୁଁ ଯଦି କରିବି ଆପଣଙ୍କୁ ଜଞ୍ଜାଳରେ ଇଏ ହେଇଥିଲି, ଆପଣ ମତେ ଫେର ଉଦାହରଣ ଦେଇଦେବେ ଯେ ମୁଁ ଜାଣିଛି ଆପଣ କଣ ଉଦାହରଣ ଦେବେ। କହିବେ ତୁ ନିଜେ ବାନ୍ତି ହେଇକି ଅଛୁ, ଭିଡ ଟାଇଟ୍ ହଉଛୁ, ଫେର କହୁଛୁ ଜଞ୍ଜାଳି ମିଳୁଛି। ମୁଁ ଜାଣିଛି ତାର ଉତ୍ତର ଆପଣ ଦେବେ ଏମିତି, କାହିଁକିନା ଆଉ ଜଣ ଉତ୍ତର ଦଉଥିଲେ ଇଣ୍ଡିଆ ଏଇଟା ବୋଲି କହିବେ। ମୁଁ ଜାଣିଛି ମୁଁ କହିବି ଆଜ୍ଞା ଜଞ୍ଜାଳ ଅଛି ଯାଇପାରିବିନି, ଆପଣ କଣ କହିବେ? ଜଞ୍ଜାଳ ତୁ ଅଛୁ, ତୁ ବା ନିଜେ ଗୋଟେ ବାନ୍ଧିକି ରାଜା ଗୋଟେ ଗପଟେ କରୁନଥିଲି ଆପଣ, ମନେ ରଖିଛ ଆଉ। ମତେ ସେଇଟା ଆପଣ କହିବେ, ତୁ ନିଜେ ବାନ୍ଧେଇ ଟାଇଟ୍ କରୁଛୁ, କହୁଛୁ ମତେ ମୁକ୍ତି ଦିଅ, ମତେ କଷ୍ଟ ହଉଛି, ହାତରେ ଟାଇଟ୍ କରୁଛୁ ରୋଡଟାକୁ, ତୁ କହୁଛୁ କଷ୍ଟ ଦିଅ। ମନ୍ତ୍ରୀ ତାହେଲେ ବହୁତ ଉଦାହରଣ ମୋର ଦେଖୁଛ, ତାହେଲେ ମତେ ଭଲ ଲାଗୁଛି, ବହୁତ ଭଲ ଲାଗିଲା। ଅଦ୍ଭୁତ ଆପଣ ବା କହିଲି। ମୁଁ ଆଜ୍ଞା ସତତା କହୁଛି, ମୁଁ କାହାକୁ ମାନେନି, କାହିଁକିନା ମୁଁ ଆପଣଙ୍କୁ ଗୁରୁ ବୋଲି କହୁଛି ବୋଲି ଭୂମିଷ୍ଠ ପ୍ରଣାମ ଫେର ମାରୁଛି। କହୁଛି କାହିଁକି? ମୁଁ ତାକୁ ଇଏ ଚିତ୍ର ପୂଜାରୀ ନୁହଁ, ଚରିତ୍ର ପୂଜାରୀ। ଏଇ ଯୋଉ ପଥର ଇଏ ସବୁ ଲୋକକୁ ଦେଖିଲେ ଭୟରେ ଖାଲି ମାରିଦେବେ, ବାଡାଡିକି କରିଦେବେ ଏଠି, ନହେଲେ ଭିତରୁ ନାହିଁ ମୋର। ତମର ତମେ ହେଲ ଅବ୍ୟକ୍ତ କାମୀ, ବୁଝିଲ ନା? ତେଣୁ ସାକାର ପୂଜା ନୁହେଁ, ତମର ନିରାକାର ଦରକାର, ନିରାକାର ଜ୍ଞାନ ହିଁ ଦରକାର, ଆତ୍ମଜ୍ଞାନ ଦରକାର। କାହିଁକିନା ଆମ ଠାକୁର କହିଲେ ଶୁଣ, ଆତ୍ମା ଠାରୁ ଦେବ ନାହିଁ ତ୍ରୟଭୁଜ ଭୁବ, ଉଡା ବୁଡା ଚଳ ଅଚଳେ, 56 କୋଟିରେ ଏକ ନାମକ୍ଷରେ, ଅ ଉ ମ ତ୍ରିବିଜ ସୂତ୍ରରେ, କିଟୁ ବ୍ରହ୍ମରେ ବିହରେ ସେ ପ୍ରାଣ ରୂପରେ। ବୁଝିପାରିଲେ ନା?
ତେଣୁ ଆତ୍ମା ହଉଛି ମୂଳ ଠାକୁର। ଆମ ଯୋଉ ଆତ୍ମା ଶରୀର ଭିତରେ ପ୍ରକାଶ ପାଇଛନ୍ତି ସେଇ ଆତ୍ମାକୁ ଅନୁସନ୍ଧାନ କରିବା ହଉଛି ଆମର କର୍ତ୍ତବ୍ୟ। ତାଙ୍କୁ ଅନୁସନ୍ଧାନ କରିସାରିଲା ପରେ ଆଉ କିଛି ଦରକାର ନାହିଁ। ବିଶ୍ୱ ବ୍ରହ୍ମାଣ୍ଡରେ ସାରା ବିଶ୍ୱରେ କେବଳ ଗୋଟିଏ ମାତ୍ର ବସ୍ତୁ ରହିଛି ପ୍ରାଣୀ ଶରୀର, ଯାହା ମଧ୍ୟରେ ଚେତନ ଶକ୍ତି ସିଧା ପ୍ରକାଶ ପାଆନ୍ତି। ପ୍ରାଣୀ ଶରୀରକୁ ଛାଡ଼ିଦେଲେ ଉଦ୍ଭିଦ, ମାଟି, ପଥର, ଗୋଡ଼ି, ଶୂନ୍ୟ, ମହାଶୂନ୍ୟ ଯୋଉଠି ଦେଖିବା ସେ ସବୁ ଜାଗାରେ ପ୍ରକାଶ ଅପ୍ରକାଶ, ଗୁପ୍ତ ବା ଡରମାଣ୍ଟ କଣ୍ଡିସନରେ ରହିଛନ୍ତି। କେବଳ ପ୍ରାଣୀ ଶରୀରରେ ସେ ସ୍ୱତନ୍ତ୍ର ସ୍ୱୟଂ ନିଜେ ପ୍ରକାଶ ପାଇଛନ୍ତି। ଯଦି ଏଇଟା ସତ, ଏଇଟା ଯୋଉଦିନ ମୋର ଜ୍ଞାନ ହେଇଗଲା, ମୁଁ ସେଠୁ ଜାଣିଲି କେବଳ ଶରୀର ଭିତରେ ହିଁ କେବଳ ସବୁ ପାଇବା, ଆଉ ଛାଡ଼ିଦେଲେ ଆଉ କୋଉଠି ପାଇବାନି। ତେଣୁ ଶରୀର ଭିତରେ ଜ୍ଞାନ କରିବା ପାଇଁ ହେଲେ ସେ ଯୋଉ ୟୁଟ୍ୟୁବରେ ମୁଁ କଣ କେବଳ ଶରୀର ପାଇଁ ଛାଡୁଛି ନା ଆଉ। ଦେଖିବ ୟା ପରେ ମାତୃଗର୍ଭରେ ଭ୍ରୂଣଟା କେମିତି ସୃଷ୍ଟି ହେଲା ଏବଂ ସେଇ ଭ୍ରୂଣଟା ବିଜ୍ଞାନ କଣ କହୁଛି, ସିଧାସଳଖ ଆମର ବ୍ୟାସଦେବ ଲେଖିଛନ୍ତି, ସିଧାସଳଖ କଲଳଂ ତ୍ୱକରାତ୍ରେଣ, କଲଳ କଲେ ଭ୍ରୂଣକୋଷ, ଗୋଟିଏ ରାତ୍ରରେ ସେ ଭ୍ରୂଣକୋଷ ହୁଏ। ଗୋଟିଏ ରାତ୍ର କଲେ 24 ଘଣ୍ଟା। ଖେଳିଦିଅ ଗୁଗୁଲ ସିଧାସଳଖ ସାଇଣ୍ଟିଷ୍ଟ ମାନେ କହିଛନ୍ତି 24 ଘଣ୍ଟାରେ ସିଏ ଜାଇଗୋଟରେ ପରିଣତ ହୁଏ ଭ୍ରୂଣକୋଷରେ। ତେଣୁ ଭାଗବତ ଯାହା ଲେଖିଛି ବିଜ୍ଞାନ ସେଇଆ କହୁଛି। ମୁଁ ତ ଟାଲି କରିକି କହିଛି, ଯୋଉ ମୁଁ କହିଲି ଆମର ଯୋଉ ଗୁରୁବାର ଯୋଉ ଏପ୍ରିଲ 30, ମେ 1, 2, 3 ଏଇ 3-4 ଦିନର ଭିଡ଼ିଓ ଯଦି ଦେଖିବ କେମିତି ଶ୍ଲୋକ ଲେଖିଛି, ତାର ବୈଜ୍ଞାନିକ କାରଣ ମଧ୍ୟ ମୁଁ ଲେଖିଛି। ଶ୍ଲୋକ ଏଇଆ କହୁଛି, ସାଧୁମାନେ ଏଇଆ କହୁଛନ୍ତି, ବିଜ୍ଞାନ ଏଇଆ କହୁଛି। ମୁଁ ଡାଇରେକ୍ଟ ଲେଖିଛି। ତାକୁ ଯଦି ଦେଖିବେ ଜାଣିପାରିବେ। ଦେଖିବା ଲୋକ ଜଣେ ଆପଣ ଗୋଟେ ଶୁଣିଲି ପରା ଗୋଟେ କେତେ ହେଇଥିଲା, ଆପଣ କହିଲେ ହାରିନି ବୋଲି ଫେରି ନା ଯାଅ ଦୁଃଖେ, ଜିତିଲି ବୋଲି କେବେ ନ କହ ମୁଖେ, ନିଚେ ଜିଣିବୁ କଲେ ଥରକୁ ଥର, ଧୀର ପାଣି ଯେସେନେ କାଟେ ପଥର। ଏଇଟା ମୋ ହୃଦୟକୁ ପୁରା ସ୍ତମ୍ଭିତ କରିଦେଲା ଆପଣଙ୍କ କଥାଟା। ତେଣୁ ଆପଣଙ୍କୁ ସ୍ଲୋ କରି ଲେଖିଲେ ଏଇଟାକୁ କାହିଁକି ନା ଏଇ ମନ ନା ଭୁଲି ଯାଉଛି ନା ମୁଁ, ତେଣୁକରି ଜିନିଷଟା ନ ରହିଲେ ତମକୁ କେମିତି ଭୁଲିଥାଏ, ତେଣୁ ଲେଖିଲି ଇଏ ଜିନିଷଟା ମାନେ ଗୋଟେ ମାଇଣ୍ଡଟା ଗୋଟେ ସ୍ଥିର ହେଇଯାଉଛି। କାହିଁକିନା ଆପଣ ଲାଇନ ଲୋକ ଟିକେ ନା ଆମେ, ତେଣୁ ଆମର ଆମେ ଗୋଟିଏ କଥା ହଉଛି ଶୁଣ, ପତ୍ର ପୂଜାରୀ ନୁହଁ, ଆମେ ପତ୍ର ପୂଜାରୀ ନୁହଁ। ଆମକୁ ମତେ ମାରିଦେଲେ ବି ମୁଁ ସେ ଲାଇନ ଯାଇପାରିବିନି। କାହିଁକି ଜାଣି ମତେ କେହି ଇଏ କରିନାହାନ୍ତି, ମତେ କେହି ଗୋଟେ ବତେଇ ଶିଖିନାହାନ୍ତି, କିନ୍ତୁ ମୁଁ ସେଇ ଲାଇନରେ ଯାଇପାରିବିନି। ମତେ ମାରିଦେଲେ ବି ମତେ ସମସ୍ତେ କହନ୍ତି, ଆମର ଜଣେ ପୂଜାରୀ ଆସିକି କହିଲା ଆମ ବୋଉକୁ, ତମ ବଡ ପୁଅଟା ଆମ ମନ୍ଦିରକୁ କିପରି ଆସୁନି, ତମ ସାନ ପୁଅ ଆସୁଛି। ଆମ ବୋଉ କହିଲା ତମେ ଦେଖିନ ସେ ଆସୁଛି ମାନେ କଣ ହଉଛି ଜିନିଷଟା ହଉଛି, ମୁଁ କଣ କେମିତି ଜାଣିଛି, ମୁଁ ତ ଭାବୁଛି ଅନୁମାତ୍ରେ ଈଶ୍ୱର ଆଉ ଜଣୁ କାହାକୁ ପୂଜା କରି ମୁଁ ଜାଣିପାରୁନି। ଗୋଟେ ପଥରଟା କଣ ପୂଜା କରି ସବୁବେଳେ ତ ମତେ ଈଶ୍ୱରମୟ ଦେଖୁଛି, ପୃଥିବୀଟା ଈଶ୍ୱରମୟ, ଆଉ ମୁଁ ଜଣୁ କାହାକୁ ପୂଜା କରି ଗୋଟେ ପଥରଟାକୁ ପୂଜା କରି ଦେଖୁଛେ। କାହିଁକିନା ଆପଣଙ୍କ ରାଜ୍ୟ ଆପଣ କହୁଥିଲେ ରାମକୃଷ୍ଣ ପରମହଂସ ଗଲେ ଅନୁମୋଦନ ଦେଇଥିଲେ ନାରୀ ମାତ୍ରକେ ଜଗଜ୍ଜନନୀ, ନାରୀ ମାତ୍ରକେ ଜଗଜ୍ଜନନୀ, ଆଉ ସବୁ ନାରୀ ତ ଜଗଜ୍ଜନନୀ, ଆଉ ଅଣୁମାତ୍ର ତ ଈଶ୍ୱର। ଆଉ ମୁଁ ଯାଇକି ଗୋଟେ ପଥରଟା ଆପଣ ରଖୁଛନ୍ତି, ମତେ କହୁଛନ୍ତି ମୁଣ୍ଡିଆ ମାରିବି। ମୁଁ କଣ ମତେ ପ୍ରମାଣ ଦେଲେ ସିନା ମୁଣ୍ଡିଆ ମାରିବି, ମତେ କିଛି ପ୍ରମାଣ କିଛି ଦଉନାହାନ୍ତି, ମୁଣ୍ଡିଆ ମାରିବି। ସେଟା କେମିତି ହବ? ମୁଁ କହିବା ସମସ୍ତେ ଯୋଉ ଲାଇନ ଯିବେ ମୁଁ ସେଇ ଲାଇନ ଯିବି, ତାହେଲେ ମୁଁ ଲାଭ କଣ ହେଇଗଲେ? ସବୁ ବିଲ ଯୋଉ ଲାଇନ ଯିବ ମୁଁ ସେଇ ଲାଇନ ପଡିଲି। ଗୋଟେ ବିଲ ଡେଇଁଲା ତ ଡେଇଁଗଲା ତ ଆର ବିଲଟା ବି ଡେଇଁଗଲା। ଆଉ ତଳ ରାସ୍ତା ଗଳିକି ଯିବା ରାସ୍ତା ଅଛି, ଡେଇଁବା କଣ ଦରକାର? କିଏ ଜାଣିବା ଦରକାର ନାହିଁ। ଆମେ ସମସ୍ତେ କିଏ ଡେଉଁଛୁ ତ ମୁଁ ଡେଇଁବି, ଏମିତି ଚାଲିଛି ସଂସାର। ଆଉ କଣ ଚାଲିଛି ଆଉ ଏବେ ପୁଣି ଫେରେ ସେ ସାରଥୀ ବାବା ଯୋଉ ଆସିଥିଲେ, ଲୋକ ଯାଇକି ମାନେ ଇଏ କରିଦଉଛନ୍ତି, ଇଏ କରୁଛନ୍ତି। ମାନେ ଭାବ ଦେଖନ୍ତୁ ଲୋକ କେମିତି କଣ କରୁଛନ୍ତି, ମାନେ ମୁଁ ବୁଝିପାରୁନି କଣ ଚାଲିଛି ତାଙ୍କ ମୁଣ୍ଡରେ। ନା ସେ କଥା ହଉଛି କଣ କି, ଆମ ଯୋଉ ସମାଜଟା ସବୁ ଭାଗ ହେଇଯାଇଛି। ଦଳେ ପ୍ରଥମ ଶ୍ରେଣୀରେ ରହିବେ, ଜଣେ ମଧ୍ୟମ ଶ୍ରେଣୀରେ ରହିବେ,
ଜଣେ ଉଚ୍ଚତର କ୍ଲାସ ରହିବେ ପ୍ରଥମ ଶ୍ରେଣୀ ଗୁଡାକ ଯେଉଁମାନେ ସେମାନେ ହଉଛନ୍ତି କ'ଣ ଅନ୍ଧବିଶ୍ୱାସୀ। ସେ ଅନ୍ଧ ଭାବରେ ବିଶ୍ୱାସ କରିବେ ଆଉ ତାଙ୍କର ସେ ଭଲ ହଉ ମନ୍ଦ ହଉ କେବଳ ଅନ୍ଧବିଶ୍ୱାସରେ ସେ ଚାଲିବେ। ଏଇ ଯୋଉ ସାରଥୀ କଥା କହିଲେ ପୁଣି ଲୋକ ଯାଇ ମିଶିଲେ, ଯୋଉ ଲୋକ ମିଶିଲେ ସେ ଲୋକ ହଉଛନ୍ତି ସବୁ ଅନ୍ଧବିଶ୍ୱାସୀ। ସେ ଅନ୍ଧ ଭାବରେ ବିଶ୍ୱାସ କରନ୍ତି କିନ୍ତୁ ସେମାନଙ୍କର ଆଖି ନାହିଁ, ଜ୍ଞାନ ଚକ୍ଷୁ ନାହିଁ। ବୁଝିପାରିଲେ ନା? ସେମାନେ ସବୁ ହଉଛନ୍ତି ଅଜ୍ଞାନରେ ଅନ୍ଧ, ତେଣୁ ସେମାନେ ଜ୍ଞାନ ଚକ୍ଷୁ ସେମାନଙ୍କ ପାଖରେ ନାହିଁ। ଏଇ ହଉଛି କଥା। ହଉ ପଛରେ କଥା ହବା, ଯାଉଛି କଥା ସେବା କରିବା। ହଁ।